ବର୍ଷରେ ହୋଇପାରିନଥିଲା ଏମିତି କାରନାମା। ଯେ ଦର୍ଶକ ବନ୍ଧୁ ଆଇପିଏଲ୍ରେ ଦିଲ୍ଲୀ ରଚିଲା ଇତିହାସ। 16 ବର୍ଷରେ ହୋଇନଥିଲା ଏମିତି ରେକର୍ଡ। ଆଇପିଏଲ୍ 2025ରେ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗ ଏବଂ ଦିଲ୍ଲୀ ମଧ୍ୟରେ ମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଦିଲ୍ଲୀ 25 ରନରେ ଜିତି ନେଇଥିଲା। ଏହା ଦିଲ୍ଲୀର ଚଳିତ ଆଇପିଏଲ୍ ସିଜିନ୍ରେ ଲଗାତାର ତୃତୀୟ ବିଜୟ ଏବଂ ସିଏସ୍କେର ଲଗାତାର ତୃତୀୟ ପରାଜୟ। ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇ ସାମ୍ନାରେ କ୍ୟାପିଟାଲ୍ସ 184 ରନର ଲକ୍ଷ୍ୟ ରଖିଥିଲା। ଦିଲ୍ଲୀ ପକ୍ଷରୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ ଷ୍ଟାଇଲିଶ ବ୍ୟାଟର କେଏଲ୍ ରାହୁଲ ଅର୍ଦ୍ଧଶତକ ପାରି ଖେଳି ଚମକିଥିଲେ। ମାତ୍ର 51 ବଲରେ ସେ 77 ରନର ଦମଦାର ପାରି ଖେଳିଥିଲେ, ଯେଉଁଥିରେ 6ଟି ଚୌକା ଏବଂ 3ଟି ଛକା ସାମିଲ ରହିଥିଲା। ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ଘାତକ ବୋଲିଂ କରି ସିଏସ୍କେକୁ 158 ରନ୍ ସ୍କୋରରେ ରୋକିଦେଇଥିଲେ। ସିଏସ୍କେ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ 69 ରନ୍ ପାଇ ଖେଳିଥିଲେ ମଧ୍ୟ ମାତ୍ର ତାଙ୍କର ଏହି ପାଳି ଟିମ୍କୁ ବିଜୟୀ କରାଇପାରିନଥିଲା। ପ୍ରକାଶ ଥାଉ ଯେ ଦିଲ୍ଲୀର ଏହା ଲଗାତାର ତୃତୀୟ ବିଜୟ ଏହି 18ତମ ଆଇପିଏଲ୍ ସିଜନ୍ରେ। ପ୍ରଥମ ମ୍ୟାଚ୍ରେ ଦଳ ଏଲ୍ସିଜିକୁ ମାତ୍ ଦେଇଥିଲା। ପରେ ସନରାଇଜର୍ସ ହାଇଦ୍ରାବାଦ ହରାଇ ଦିଲ୍ଲୀ ନୂଆ ରୂପରେ ଆଇପିଏଲ୍ରେ ଉଭା ହୋଇଥିଲା। ସନରାଇଜର୍ସକୁ ଦଳ ସହଜରେ 7 ୱିକେଟରେ ହରାଇଥିଲା। କହି ରଖୁଛି ଦୀର୍ଘ 16 ବର୍ଷ ପରେ ଦିଲ୍ଲୀ କୌଣସି ଆଇପିଏଲ୍ର ଏକ ସିଜନ୍ରେ ଲଗାତାର ଭାବରେ 3ଟି ମ୍ୟାଚ୍ ଜିତିଛି, ଯାହା ଏକ ବିରଳ କାରନାମା ମଧ୍ୟ ଦିଲ୍ଲୀ ପାଇଁ। ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲ 6 ଅଙ୍କ ହୋଇସାରିଛି। ଦଳ ଏବେ ପଏଣ୍ଟ ତାଲିକାରେ ଟପ୍ରେ ରହିଛି। ଆସନ୍ତା 10 ତାରିଖରେ ଦଳ ତାର ଆଗାମୀ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଖେଳିବ, ଯାହା ବେଶ ରୋଚକ ହେବ ବୋଲି ଫ୍ୟାନ୍ସ ଆଶାବାଦୀ ବଞ୍ଚିଛନ୍ତି। ଦର୍ଶକ ବନ୍ଧୁ 16 ବର୍ଷରେ ଯାହା ହୋଇନଥିଲା ତାହା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ କରି ଦେଖାଇଲା। କାରଣ ଆଇପିଏଲ୍ ଇତିହାସରେ ଲଗାତାର ଭାବେ 3ଟି ମ୍ୟାଚ୍ କେବେ ଜିତିନଥିଲା ଦିଲ୍ଲୀ କ୍ୟାପିଟାଲ୍ସ, କିନ୍ତୁ ବର୍ତ୍ତମାନ ଏହି 18ତମ ସିଜନ୍ରେ ଦିଲ୍ଲୀ ଲଗାତାର ପ୍ରଥମ 3ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ନମ୍ବର 1ରେ ରହିଛି। ଦର୍ଶକ ବନ୍ଧୁ ତା ମଧ୍ୟରେ ମଧ୍ୟ ସେ ଚେନ୍ନାଇ ଭଳି ଦମଦାର ଟିମ୍କୁ ନିଜ ମାଟିରେ ହରାଇ ସାରିଛି। ଆଉ କେଏଲ୍ ରାହୁଲଙ୍କର ମଧ୍ୟ ଦମଦାର ପ୍ରତ୍ୟାବର୍ତ୍ତନ ହୋଇଛି। ସେ ଆଇପିଏଲ୍ 18ତମ ସିଜନ୍ର ପ୍ରଥମ ମ୍ୟାଚ୍ରେ 51 ବଲରେ 77 ରନ୍ ଧୁଆଁଧାର ପାରି ଖେଳିଥିଲେ ଆଉ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ମଧ୍ୟ ହୋଇଥିଲେ ଆଉ ତାଙ୍କ ଟିମ୍କୁ ମଧ୍ୟ ଜିତାଇଥିଲେ। ଦର୍ଶକ ବନ୍ଧୁ ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯାହା ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ଆଜି ପାଇଁ ରହୁଛି, ଦେଖାବ କାଲି ଏମିତି ଏକ ନୂଆ ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।